Dear students, welcome to the English Academy. Good morning to all. The Academy is initiated to bring a confidence among the Oriya students to speak and write English effectively and efficiently. So accordingly, in the day one class introduction, I told about the importance of English language in the global context. ବିଶ୍ୱସ୍ତରରେ ଇଂରାଜୀ ଭାଷାର ଗୁରୁତ୍ୱ ଓ ଆମେ ତାକୁ ଦୈନନ୍ଦିନ ଜୀବନରେ କହିବାର ଆବଶ୍ୟକତା. Today day 2, we have to start the lesson and we have to start with the parts of speech. The question is, what do we mean by parts of speech? Answer very simple. Part of a speech is called part of speech. Part of a body is called part of body. The speech कौन? स्पीच रो पार्ट को पार्ट ऑफ स्पीच को हगला ठीक अच्छे. स्पीच कौन? स्पीच इज a statement having a complete meaning to be communicated to others. स्पीच गोटे उक्ति जहाँ संपूर्ण अर्थ बहन करुथबो ओ अन्य को जोगाजोग करुथबो. तो पार्ट ऑफ स्पीच रो अर्थ हैला स्पीच रो गोटे पार्ट. तार प्रत्येक वाक्य गोटे स्पीच एंड प्रत्येक वाक्यर प्रत्येक अंश गोटे गोटे पार्ट ऑफ स्पीच. से गोटे कौन देखि गुड़िए शब्द एकाठ हो संपूर्ण अर्थटे प्रकाश कले ताको हम कहे सेंटेंस. शब्द सेंटेंस भितर शब्द तेरे पार्ट ऑफ स्पीच अर्थ है शब्दटी. तो से मर्मरे पृथ्वी में जिते भाषा अच्छी सब भाषार शब्द अच्छी. शब्द ही भाषार प्राणकेन्द्र. आउ जो भाषार शब्द जिते अधिक से भाषा सेते समृद्ध. तले एबे कथा आसिला ये शब्द गुड़िक कोठी थांती. गोटे पुस्तक रे समय संग्रहित ही थांती. जरा कलेक्टेड इन बुक. से बहिर ना कौन ओडिया में कहवा शब्दकोश जो इंग्लिश में कहवा डिक्शनरी. ताले जिते शब्द इंग्रजी लैंग्वेज रे अच्छंती आमर ए कॉन्टेक्स्ट रे इंग्लिश लैंग्वेज पढ़ुचे आम ओडिया रो इंग्लिश को जिबा ट्रांसलेशन शिखिबा इंग्लिश कहवा लिखिबा इत्यादि कथा. तो जिते शब्द इंग्रजी भाषा रे अच्छंती मनकर 10 to the power n
ଆମେ ସେମାନଙ୍କୁ କେତୋଟି କ୍ୟାଟେଗୋରୀରେ ବିଭକ୍ତ କରିପାରିବା? ଆମେ ସେମାନଙ୍କୁ 9ଟି କ୍ୟାଟେଗୋରୀରେ ବିଭକ୍ତ କରିପାରିବା। 9ଟି କ୍ୟାଟେଗୋରୀ କ'ଣ? ନାଉନ୍, ପ୍ରୋନାଉନ୍, adjective, adverb, verb, preposition, conjunction, interjection and determiner। ଆଉ ଥରେ କହିଦେଉଛି, ନାଉନ୍, ପ୍ରୋନାଉନ୍, adjective, adverb, verb, preposition, conjunction and interjection। ପ୍ରତ୍ୟେକ ପାର୍ଟ ଅଫ୍ ସ୍ପିଚ୍ର ଡେଫିନେସନ୍ ଆଣ୍ଡ ଫଙ୍କସନ୍ ଅଛି। ତ ଏବେ କଥା ଆସିଲା, ମନେକର ତମମାନେ ଇଂଲିଶ ଡିକ୍ସନାରୀଟିକୁ ନେଲ, ମନ ଇଚ୍ଛା ଯେକୌଣସି ପେଜ ଖୋଲିଦେଲ, ତୁମ ଆଙ୍ଗୁଠିଟିକୁ ଆଖି ବନ୍ଦ କରି ସେ ପୃଷ୍ଠା ଉପରେ ଚଳେଇବ। ଗୋଟେ ମିନିଟ ପରେ କି କେତେ ସମୟ ପରେ ସେ ଆଙ୍ଗୁଠିଟିକୁ ପୃଷ୍ଠା ଉପରେ ସ୍ଥିର କରିଦେବ ଆଉ ଆଖି ଖୋଲିବ। ତମେ ଦେଖିବ ତମ ଆଙ୍ଗୁଠିଟି ସେଇ ପୃଷ୍ଠାର ଯୋଉ ଜାଗାରେ ଅଛି ସେଇ ଜାଗାରେ ୱାର୍ଡଟି ଅଛି। ନିଶ୍ଚିତ ଗୋଟେ ୱାର୍ଡ ଉପରେ ହିଁ ଥିବ, କାରଣ ତା ଭିତରେ ୱାର୍ଡ ଅଛି। ଯୋଉ ୱାର୍ଡଟି ଅଛି ସେଇଟା ଏଇ 9ଟା ପାର୍ଟ ଅଫ୍ ସ୍ପିଚ୍ ଭିତରୁ କିଛି ଗୋଟେ ହେଇଥିବ। ଏଇଟା ନିଶ୍ଚିତ ହୁଅ। ତ ଯୋଉ ଗୋଟିଏ ଶବ୍ଦ ବି କହୁଛୁ ଇଂଲିଶର, ସବୁ ଗୋଟିଏ ପାର୍ଟ ଅଫ୍ ସ୍ପିଚ୍ ହେଇଥିବ ଏଇ 9ଟା ଭିତରେ। ତାହେଲେ ଯେତେବେଳେ ଆମେ ଓଡ଼ିଆରୁ ଇଂଲିଶକୁ ଟ୍ରାନ୍ସଲେସନକୁ ଆସିବା, ଆମର ପ୍ରଥମ ଷ୍ଟେପ୍ ହେଉଛି ଏଟା। ଗୋଟେ ଭାଷାରୁ ଆଉ ଗୋଟେ ଭାଷାକୁ ଆସୁଛି, ଭାଷାନ୍ତର ନିଶ୍ଚିତ। ତ ପ୍ରତ୍ୟେକ ଭାଷାର ତାର ପ୍ରିନ୍ସିପଲ ଅଛି, ସେଣ୍ଟେନ୍ସର ନିୟମ ଅଛି, ତା କୁହନ୍ତି ସିଣ୍ଟାକ୍ସ। ଓଡ଼ିଆ ସେଣ୍ଟେନ୍ସର ନିୟମାବଳୀ ଯାହା, ଇଂଲିଶ ସେଣ୍ଟେନ୍ସର ନିୟମାବଳୀ ସେୟା ନୁହେଁ। ତ ଯେହେତୁ ଆମେ ଓଡ଼ିଆରୁ ଇଂଲିଶକୁ ଯିବା, ଆମେ ଇଂଲିଶ ବାକ୍ୟର ନିୟମକୁ ମାନିବାକୁ ପଡ଼ିବ, ତାହେଲେ ବାକ୍ୟଟି ଠିକ ହବ ଆଉ ଆମେ ଠିକ ଇଂଲିଶ କହିପାରିବା। ଏବେ ପ୍ରଶ୍ନ ଆସିଲା, ଇଂଲିଶ ବାକ୍ୟର ନିୟମ କ'ଣ, ଓଡ଼ିଆ ବାକ୍ୟର ନିୟମ କ'ଣ? ଓଡ଼ିଆ ବାକ୍ୟର ନିୟମ ହେଉଛି କ୍ରିୟାଟି ବାକ୍ୟର ଶେଷରେ ଥାଏ, ତାର କର୍ତ୍ତାଟି ବାକ୍ୟର ଯେକୌଣସି ଜାଗାରେ ରହିପାରେ। କିନ୍ତୁ ଇଂଲିଶ ବାକ୍ୟର ନିୟମ ହେଉଛି କର୍ତ୍ତା ପାଖରେ କ୍ରିୟାଟି ରହିବ। ଯେହେତୁ ଆମେ ଓଡ଼ିଆ ଜାଣିଛେ, ନିୟମ ଜାଣିଲେ ଯେ ଶେଷଟି ହେଉଛି ତାର କ୍ରିୟା, ଆମେ କ୍ରିୟାଟିକୁ ଧରି ପକେଇବା। ତାପରେ ଇଂରାଜୀ କରିବା, ଓଡ଼ିଆ ବାକ୍ୟରୁ କର୍ତ୍ତାଟି ବାହାର କରିବା, ଓଡ଼ିଆ ବାକ୍ୟରୁ କ୍ରିୟାଟି ବାହାର କରିବା। ତାପରେ ଇଂରାଜୀ କଲାବେଳେ ଆମେ ଦେଖିବା ସେଇ ସବଜେକ୍ଟ ଭର୍ବର ଏଗ୍ରିମେଣ୍ଟ ଠିକ ହଉଛି ନା। ଯଦି ସବଜେକ୍ଟ ଭର୍ବର ଏଗ୍ରିମେଣ୍ଟ ଠିକ ହେଇଗଲା, ତାହେଲେ ଆମ ଇଂରାଜୀ ବାକ୍ୟର 75% ଠିକ ହେଇଗଲା, ବାକି 25% ଅନ୍ୟାନ୍ୟ। ତେଣୁ ଆମର ସମ୍ପୂର୍ଣ୍ଣ ଦୃଷ୍ଟି କେମିତି ଇଂରାଜୀରୁ କୁ ଆମେ ଆସିଲା ବେଳେ ସେଇ ସବଜେକ୍ଟ ଭର୍ବର ଏଗ୍ରିମେଣ୍ଟ ଠିକ ରହୁଛି। ତାହେଲେ ସବଜେକ୍ଟ କିଏ ହେଇପାରିବ? ଏ ଯୋଉ ପାର୍ଟ ଅଫ୍ ସ୍ପିଚ୍ ମଧ୍ୟରୁ ସମସ୍ତେ ହେଇପାରିବେ? ଯୋଉ 9ଟି ଅଛନ୍ତି ସମସ୍ତେ ହେଇପାରିବେ ନା କେତୋଟି ହେବେ ନା ଗୋଟିଏ ହବ? ଇଏ ନିଶ୍ଚିତ
जो 9टी पार्ट ऑफ स्पीच अच्छंती सेथुरु केवल नाउन टी सब्जेक्ट है पारिबो। तेणु आमको विशेष भाव नाउन रो डिटेल जानिबा को पड़िबो। प्रत्येकर डेफिनेशन अच्छे कहली नाउन कौन? नाउन इज ए नेमिंग वर्ड। वर्ब कौन? वर्ब इज एन एक्टिंग वर्ड। अन्य पार्ट ऑफ स्पीच डेफिनेशन सब अच्छी, मु केवल नाउन वर्ब ऊपर कंसंट्रेट करूची। तो नाउन वर्ब को आमे संपूर्ण पढ़ी पारिले सारिले आमे अन्य पार्ट ऑफ स्पीच को जिबा। कारण नाउन वर्ब रे आमे जो ट्रांसलेशन करबा सेंटेंस रा 75 भाग ऊपर आमे दृष्टि देबा जोटा ठीक होउची के नाही। तेणु आसंता क्लास रे पिला माने तम मानकु मु नाउन पढ़ेबी। नाउन प्रकार भेद, नाउन रो डेफिनेशन, फंक्शन एंड एप्लीकेशन, तीनटा कथा डेफिनेशन, फंक्शन एंड एप्लीकेशन कर सला परे पुणी वर्ब को आसीबा। वर्ब रो कैरेक्टरिस्टिक्स, फंक्शन, एप्लीकेशन तापरे हमको सहज हो जिवो ठीक जगह रे ठीक शब्द को थोइबारे। तेणु तुम माने से अनुसार प्रस्तुत रहिबो ओ आम उभय आगको बढ़िबा। धन्यवाद।